ଆଜି ଗୋଟେ ବାହାଘର ଭୋଜି ଖାଇବାକୁ ଯାଇଥିଲି। ବାହାଘର ଥିଲା ଗୋଟେ ଝିଅର, ଆଉ ତା ବାପା ବହୁତ ଗରିବ ମଧ୍ୟ ଥିଲେ। ବହୁ କଷ୍ଟ କରିକି ଝିଅର ବାହାଘର କଲେ, ଆଉ ବରଯାତ୍ରୀ ମଧ୍ୟ ଆସିଲେ, ଖାଇଲେ ମଧ୍ୟ। ହେଲେ ଛୋଟ ଭୁଲ ମଧ୍ୟ ସେଠି ହେଲା। କ'ଣ କି ଯେ ମଟନ ଟିକେ ସର୍ଟେଜ ପଡ଼ିଗଲା। ଆପଣମାନେ ତ ଜାଣିଥିବେ ବରଯାତ୍ରୀଙ୍କ କଥା, ମଦ ପିଇଦେଲା ପରେ ତମେ କିଏ ନା ଆମେ କିଏ। ସେ ନିଜକୁ ଏତେ ବଡ଼ ଭାବନ୍ତି ଯେ କୌଣସି ଜାଗାରେ ବି କିଛି ବି କହିଦିଅନ୍ତି। ଆଉ ମଟନକୁ ନେଇ ସେଠି ମଧ୍ୟ ଗଣ୍ଡଗୋଳ ହେଇଗଲା। ଖାଇବା ପିଇବା ମଧ୍ୟ ଫୋପଡ଼ା କଚଡ଼ା ହେଲା। ହେଲେ ସେମାନେ ଏତିକି ଟିକେ ଚିନ୍ତା କଲେ ନାହିଁ, ସେ ଯେଉଁ ଖାଇବା ଫୋପାଡ଼ିଛନ୍ତି କାହାର କେତେ ମେହନତର ଫଳ, କେତେ ପରିଶ୍ରମର ସେ କରିଛି। ଜୀବନରେ କେବେ ବି କାହା ବାହାଘର ଭୋଜିରେ ନା ଏଭଳି ଅପମାନ ଦିଅନ୍ତୁ ନାହିଁ, କି କେବେ ବି ଖାଇବାକୁ ଫୋପଡ଼ା କଚଡ଼ା କରନ୍ତୁ ନାହିଁ। କାରଣ ଗୋଟେ ବାପାକୁ ବର୍ଷ ବର୍ଷ ଲାଗିଯାଇଥାଏ ଯେ ଗୋଟେ ଝିଅର ବାହାଘର ଭୋଜି ଦେବା ପାଇଁ। ତୁମର କ'ଣ ଅଛି? ତୁମେ ତ ମଦ ପିଇକି ଆଇଲ, ଗଣ୍ଡଗୋଳ କଲ, ଚାଲିଗଲ। ହେଲେ ପଛରେ ଲୋକମାନେ ନିନ୍ଦା ଦିଅନ୍ତି ଯେ ତୁ ଏମିତି ଭାବରେ ରାନ୍ଧିଲୁ, ତୋର ମଟନ ସର୍ଟେଜ ପଡ଼ିଗଲା। ହେଲେ ଏକଥା କେହି ଚିନ୍ତା କରନ୍ତି ନାହିଁ ଯେ ସେ କେତେ କଷ୍ଟ କରି ମଟନ କରିଥିଲା। ସେଥିପାଇଁ ଦୟାକରି କାହାର ଭୋଜିରେ ନା କେବେ ଗଣ୍ଡଗୋଳ କରନ୍ତୁ ନାହିଁ, କି ଖାଇବାକୁ ନେଇକି ଏତେ ହଙ୍ଗାମା ବନାନ୍ତୁ ନାହିଁ। ଦୟାକରି କାହାର ଭୋଜିରେ ଏଭଳି ଅପମାନ ଦିଅନ୍ତୁ ନାହିଁ। ଥରେ ନିଜେ ଚିନ୍ତା କରନ୍ତୁ, ସେଇ ଜାଗାକୁ ଆସି ତୁମେ ଭୋଜି ଦେଉଛ ଆଉ ତୁମର କୌଣସି ଜିନିଷ ସର୍ଟେଜ ପଡ଼ିଗଲା ଆଉ ଗଣ୍ଡଗୋଳ ହେଲା, କ'ଣ ବିତିବ ତୁମ ଉପରେ? ଟିକେ ଚିନ୍ତା କରିକି ଦେଖନ୍ତୁ। ଆଉ ଏ ଭିଡ଼ିଓଟାକୁ ସେଇମାନଙ୍କ ପାଖକୁ ପଠାନ୍ତୁ ଯିଏ ବାହାଘର ଭୋଜିରେ ଗଣ୍ଡଗୋଳ କରିଥାନ୍ତି। କିଛି ବି ଲାଭ ହେବ ନାହିଁ। କାହିଁକି ଜାଣିଛ? ମଦ ପିଇଲା ପରେ ସବୁ ସମାନ। ସେଥିପାଇଁ ନିଶା ଦ୍ରବ୍ୟ ଠାରୁ ଟିକେ ଦୂରେଇ ରୁହନ୍ତୁ। ଜୟ ଜଗନ୍ନାଥ।